ସାଙ୍ଗମାନେ ଚୋରମାନଙ୍କର ବୁଦ୍ଧିଟା ଦେଖନ୍ତୁ କେମିତି କର୍ମଚାରୀଟି ପାସ୍ ଯାଇଥିବା ସମୟରେ ଏ ଲୋକମାନେ ଆଉ ପେଟ୍ରୋଲ ପାଇପ୍ କି ଟାଙ୍କିରୁ କାଢିକି ଗୋଟେ ତରଭୁଜ ଭିତରେ ସବୁ ପେଟ୍ରୋଲକୁ ପୁରେଇବାକୁ ଲାଗୁଛନ୍ତି। ଆଉ ସେ କର୍ମଚାରୀଟି ଆସିଲା ବେଳକୁ ସେ ଚୋରମାନେ ସବୁ ପେଟ୍ରୋଲକୁ ସେ ତରଭୁଜ ଭିତରେ ପୁରେଇ ଦଉଛନ୍ତି। ଆଉ କିଛି ନ ଜାଣିଲା ଭଳିଆ ହଉଛନ୍ତି। ଆରେ ଭାଇ ଟାଙ୍କି ତ ଫୁଲ ହେଇଗଲା, ଏବେ ପଇସା ଦିଅ। ଆରେ ଭାଇ କୁଆଡେ ଟାଙ୍କି ଫୁଲ ହେଇଗଲା, ଶଳା ଟାଙ୍କିରେ ତ ଠୋପେ ତେଲ ନାହିଁ। ଆରେ ଭାଇ ମୁଁ ପରା 2000 ଟଙ୍କା ପେଟ୍ରୋଲ ପକେଇକିରି ବାହାରକୁ ପାସ୍ ଯାଇଥିଲି, ଆଉ ମିଟରରେ ବି 2000 ଟଙ୍କା ତ ରିଡିଂ ଦେଖଉଛି। ଆରେ ଭାଇ ତ ମିଟରରେ ରିଡିଂ ଦେଖିଲେ ମୁଁ କଣ କରିବି, ମୋ ଟାଙ୍କିରେ ତ ଠୋପେ ତେଲ ନାହିଁ। ତୁ ଟାଙ୍କିକି ନିଜେ ହଲେଇକି ଦେଖେ ଜାଣିପାରିବୁ। ଆରେ ସତରେ ତ ତେଲ କିଛି ପଡେନି, କିନ୍ତୁ ମିଟରରେ ରିଡିଂ ଦେଖଉଛି, ଶଳା ତେଲ ଗଲା କୁଆଡେ। ଆରେ ଭାଇ ତମ ମିଟରରେ ବୋଧହୁଏ କିଛି ଗଡବଡ ଅଛି, ଆମର ଏଠୁ ତେଲ ପକେଇବାର ନାହିଁ, ଆମେ ଯାଉଛୁ। ଆଉ ସେ କର୍ମଚାରୀଟି ଡେରି ନ କରିକି ସାଙ୍ଗେ ସାଙ୍ଗେ ତା ମାଲିକ ପାଖକୁ ଚାଲି ଯାଉଛି। ଆଉ କହୁଛି ଆମ ମିଟରରେ ତ ରିଡିଂ ଦେଖଉଛି, କିନ୍ତୁ ତାଙ୍କ ଟାଙ୍କିରେ ତେଲ ପଡୁନି। ଆଉ ତା ମାଲିକ କହୁଛି ମୁଁ କିଛି ଜାଣିନି, ଜଲ୍ଦି ଯା ସେ ପିଲାମାନଙ୍କୁ ଧରିକି ଆଣେ ମୋ ପାଖକୁ। ଆଉ ସେ କର୍ମଚାରୀ ସାଙ୍ଗେ ସାଙ୍ଗେ ଧାଇଁ ଯାଇକି ସେ ପିଲାମାନଙ୍କୁ ଧରି ପକାଉଛି। ଆଉ ସେ ପିଲାମାନଙ୍କୁ ଧରିକି ତା ମାଲିକ ପାଖକୁ ଚାଲି ଆସୁଛି। ଆରେ ଭାଇ ମିଟରରେ ତ ରିଡିଂ ଦେଖଉଛି, କିନ୍ତୁ ତମ ଗାଡିରେ ପେଟ୍ରୋଲ ପଡୁନି କଣ କହୁଛ? ହେଇଟା ହାତରେ କଣ ଧରିଛ ଦେଖିଆ ଦେଖେଇଲ। ଆରେ ଭାଇ ଏଟା ତରଭୁଜଟାକୁ ଦେଖି ତମେ କଣ କରିବ? ଆବେ ଶଳା ତମେ ଦିଟା ପେଟ୍ରୋଲ ଚୋରି କରୁଥିବା ସମୟରେ ତମ ଦିଟାଙ୍କର ସବୁ କାରନାମା ମୁଁ ସିସିଟିଭି କ୍ୟାମେରାରେ ଦେଖି ନେଇଛି। ଆଉ ତା ମାଲିକ ଯେତେବେଳେ ସେଇ ଚୋରମାନଙ୍କଠୁ ତରଭୁଜକୁ ଆଣିକି କାଟି ଦଉଛି, ସେ ତରଭୁଜ ଭିତରୁ ଖାଲି ପେଟ୍ରୋଲ ବାହାରୁଛି। ଆଉ ଏ ଚୋରମାନେ ଏକା ବେଳକେ ଧରା ପଡି ଯାଉଛନ୍ତି। ଶଳା ତମେ ଦିଟା ତାହେଲେ ଏମିତି ପେଟ୍ରୋଲ ଚୋରି କରୁଛ, ତମ ଦିଟାଙ୍କୁ ନେଇକି ଥାନାରେ ପୁରେଇକି ଦିବାଡି ଖୋବି ଦେଲେ ଏକା ବେଳକେ ଶଳା ତମ ଚୋରି କରିବା ଛାଡିଯିବ। ସାଙ୍ଗମାନେ ଆପଣମାନେ ଯଦି ଭାବୁଛନ୍ତି ଚୋରମାନଙ୍କୁ ଠିକ ହେଇଛି ବୋଲି, ତାହେଲେ ଗୋଟେ ଲାଇକ୍ କରନ୍ତୁ। ଆଉ ଯଦି ଆପଣମାନଙ୍କର ବାଇକ୍ ଅଛି ତାହେଲେ କମେଣ୍ଟ ବକ୍ସରେ ୟେସ୍ ଲେଖିକି ସେଣ୍ଡ କରନ୍ତୁ।